ଗୋମାଫିଆ ମାନଙ୍କ ଉପରେ ବିଭିନ୍ନ ସମୟରେ ଚଢ଼ାଉ ହେଉଥିଲେ ମଧ୍ୟ ବାରମ୍ବାର କାହିଁକି ବାହାର ରାଜ୍ୟକୁ ହେଉଛି ଗୋଚାଲାଣ? ସରକାରୀ କଳ କୌଶଳକୁ ବେଖାତିର କରି ଅମାନୁଷିକ ଭାବେ କାହିଁକି କରୁଛନ୍ତି ଗୋଚାଲାଣ? ହଁ ଦର୍ଶକ ବନ୍ଧୁ, ଗୋରକ୍ଷକମାନେ ଧରିଛନ୍ତି ଆଉ ଏକ ଗୋରୁ ବୋଝେଇ ବୋଲେରୋ। ବୋଲେରୋଟି ଦ୍ରୁତ ଗତିରେ କେନ୍ଦୁଝର ହୋଇ କଲିକତା ଅଭିମୁଖେ ଯାଉଥିବା ଦେଖି ସନ୍ଦେହ କରିଥିଲେ ଗୋରକ୍ଷକମାନେ। ତାପରେ ଗୋରୁ ବୋଝେଇ ବୋଲେରୋକୁ ଅନୁସରଣ କରିଥିଲେ ଗୋରକ୍ଷକମାନେ। ଭୟଙ୍କର ଗତିରେ ଗତି କରୁଥିବା ବେଳେ ବଳଦ ବୋଝେଇ ବୋଲେରୋଟି ଚାଳକର ନିୟନ୍ତ୍ରଣ ବାହାରକୁ ଯାଇ ବେଲଦା ହାଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଏ ବିଷୟରେ ଖବର ପାଇବା ପରେ କେନ୍ଦୁଝର ପୋଲିସ ପହଞ୍ଚି ଗୋରୁ ବୋଝେଇ ବୋଲେରୋଟିକୁ ସଦର ଥାନାକୁ ନେଇ ଆସିଥିଲେ। ଉକ୍ତ ବୋଲେରୋରେ ଥିବା 5ଟି ଗୋରୁମାନଙ୍କ ମଧ୍ୟରୁ ଆହତ ଗୋରୁମାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା କରିବା ସହ ଗୋରକ୍ଷକମାନେ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ। ପରେ ନିକଟସ୍ଥ ଗୋଶାଳାକୁ ସମସ୍ତ ଗୋରୁମାନଙ୍କୁ ପଠାଯିବ ବୋଲି ପୋଲିସ ସୂଚନା ଦେଇଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।